হঠাৎ সকাଳେ সকাଳେ আম ধনକୁ আଜି এতে ভোକ লাগিଥିଲା ଆପଣମାନେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଆଉ ଦେଖିପାରୁଥିବେ ଆମ ଧନ ଆଜି କେମିତି କୁଟୁ 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 କେମିତି ହଉଥିଲା ଆଉ ଭୁଜା ଡ୍ରେମ୍ କତିକି ଧାଇଁ ବୁଲୁଥିଲା। ଆଉ ଏତେ ଭୋକ ଲାଗିଥିଲା ମୋତେ ଟିକେ ବହୁତ ଖୁସି ଲାଗିଥିଲା ଖାଲି ଧାଇଁ ବୁଲୁଥିଲା ବୋଲିକି। ଆଉ ଖାଲି କୁଟୁ 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 ଆଉ ରକ୍ଷା ନାହିଁ ବାବାଲୋ ଧାଇଁ ଚାର ଧାଇଁ ଯାଇକି ମୋ କତିରେ ପହଞ୍ଚି ଯାଇଥିଲା। ଆଉ ମୁଁ ତାକୁ ଦିଟା ଭୁଜା ଦେଇଥିଲି ବୋଲିକି ତାକୁ କେତେ ଭୋକ ଲାଗିଥିଲା ଖାଲି କାଲୁ କରି ଖାଇ ଦେଇଥିଲା। ଆଉ ଟୋଟାଲି ବି ଅନଉ ନଥିଲା। ଦେଖିଲା ବେଳକୁ ମୁଁ ତାକୁ ଟିକେ ମୁଁ କହିଥିଲି କ'ଣ ଲୋ ଧନ ତୋତେ ଏତେ ଭୋକ ଲାଗିଛି? ହଁ ମୋତେ ବହୁତ ଭୋକ ଲାଗିଛି। ଆଉ ଟିକେ ତାକୁ ଟିକେ ମୁଁ ଗେଲ କରିଦେଇଥିଲି ନା। ଗେରିଆ ବା କହୁଥିଲେ ବୁଝିଲ ଘରମଣି ଆଜି ଧନକୁ ଆଜି ବହୁତ ଭୋକ ଲାଗିଲାଣି। ମୁଁ କହିନି ହଁ ପରା ଦେଖୁନା ଆମ ଧନକୁ କେମିତି ଭୋକ ଲାଗିଛି। ଆଉ ସେପଟେ ଦେଖିଲା ବେଳକୁ ମୋ ଗେଲି ଝିଅ ସକାଳୁ ସକାଳୁ ଉଠି ଗରମ କଡ଼କ ଚାହା ବସେଇଲାଣି। କାହିଁକି ନା ଭଏସ୍ ଦେବା ପାଇଁ କ୍ଲିୟର ହେବ ପାଟି ବୋଲିକି ମୋର ତଣ୍ଟି, ସେଥିପାଇଁ ଗରମ କଡ଼କ ଲବଙ୍ଗ ଗୁଜୁରାତି ତେଜପତ୍ର ଦେଇକି ପୁରାପୁରି ବଢ଼ିଆ ବାସ୍ନାଟେ ଦେଉଥିଲା। ଆଜି ରବିବାର ଥିଲା ବୋଲି ଗେଲି ଝିଅର ମନ ଭାରି ଖୁସି ଥିଲା। କହୁଥିଲା ବାପା ଆଜି ତୁମେ ଚିକେନ୍ ଆଣିବ, ମୁଁ ଚିକେନ୍ ମୁଢ଼ି ସହିତ ଉଡ଼ିମି। ଗେଲି ବାପା କହୁଥିଲେ ବୁଝିଲୁ ଗେଲି ଝିଅ ତୁ ଚିକେନ୍ ମୁଢ଼ିରେ ଉଡ଼ିନେ ମୁଁ ବି ତୋ ସାଙ୍ଗରେ ଉଡ଼ିମି। ଆଉ ଗେଲି ବାପା କହୁଥିଲେ ଦେଖିବା ମୋ ଗେଲି ମା ଚାହାଟା ଆଜି କେମିତି ତିଆରି କରିଛି। ଦେଖିଲା ବେଳକୁ ଗେଲି ଝିଅ ଚାହାଟା ତ ମୁସ୍କିଲ ହେଇଛି। ଆଜି ରବିବାର ଦିନଟା ଜଣାପଡ଼ିଲେ ବଢ଼ିଆ କରିଯିବ। ଆଉ ଗେଲି ବାପା ଡେରି ନ କରି ଗେଲି ଝିଅକୁ ଟିକେ ଗେଲ କରିଦେଇଥିଲେ। ଆଉ ଗେଲି ଝିଅ ଟିକେ ହସି ଦେଇଥିଲା। ଆଉ ମୁଁ ଟିକେ ଆସିକି କହୁଥିଲି କ'ଣ ଲୋ ବାପ ଝିଅ ଏତେ ଗେଲ ହେଉଛ ମୋତେ ଟିକେ ଗେଲ କରିନ କି? ଆଉ ହସି ପକାଇଥିଲେ। ଆଉ ଦେଖିଲା ବେଳକୁ ଆପଣମାନେ ଦେଖୁଥିବେ ଆମ ଗେଲି ଝିଅ କେମିତି ଆଣିକି ଗୋଟେ ବାଲେଶ୍ୱରରେ ଚମ୍ପା ଫୁଲ ଗଛଟେ ଯେଉଁ ଲଗେଇଥିଲା କେତେ ଗୋଟେ ହେଇଗଲାଣି। ମା ଏଇ ଚମ୍ପା ଫୁଲ ଫୁଟିନେ ଫାଷ୍ଟ ମୁଁ ଶିବ ମନ୍ଦିରରେ ଦେମି ବୁଝିଲ ମା। ଶିବ ମନ୍ଦିର ଚମ୍ପା ଫୁଲ ବହୁତ ପ୍ରିୟ ଶିବଙ୍କର। ଆଉ ସେପଟେ ଗେଲି ଝିଅଙ୍କୁ ଏମିତି କଥା କହିଲା ବେଳକୁ ଗେଲି ବାପା ଡାକିଥିଲେ ବୁଝିଲେ ଘରମଣି ଆଜି ରବିବାର ଅଛି ପାଣି ଗଡ଼ିଆର ପାଣି ବହୁତ କମିଗଲାଣି। ଚାଲିଲ ଜଲ୍ଦି ଚାଲିଲ ଗୋଟେ ମାଛ ଧରିବ ଆଜି ଭାକୁର ମାଛ ନହେଲେ ହେଉଛି ରୋହି ମାଛ। ମୁଁ କହିଥିଲି ବାବାଲା ଆଜି ଭାକୁର ମାଛର ଝୋଳଟେ ବୋଧେ ହେବ। ହଁ ପରା କାହିଁ କେତେ ଦିନରୁ ପାଟିରେ ବାଜୁନି। ମୁଁ କହିଥିଲି ଭାକୁର ମାଛର ଝୋଳ। ଆଉ ଗେଲି ବାପା କହିଥିଲେ ବୁଝିଲେ ଘରମଣି ତମର ଏଇ ମୁହଁ ମୁଡ଼ାଟା ନା ଭାରି ଭଲ ଲାଗୁଛି। ଆଉ ଡେରି ନ କରିକି ମୋ ଗେଲି ଝିଅ କହିଥିଲା ବାପା ଏଇ ଟମାଟୋରେ ଅଛି ଢମେ ମାଛ ଧର। ଆମ ଗେଲି ଝିଅ କେମିତି ଟୁଙ୍ଗୁ ହେଉଥିଲା। ଆଉ ଗେଲି ବାପା ଡେରି ନ କରିକି ଫଟାଫଟ କରିକି ଆମର ଗଡ଼ିଆରେ ଜାଲ ପକାଇବା ପାଇଁ ଲାଗି ଯାଇଥିଲେ। ଆଉ ଗେଲି ବାପାଙ୍କୁ କହୁଥିଲି ମୁଁ ଗେଲି ବାପା ଜଲ୍ଦି ଆଗ ଭିଡ଼ିଓରେ ଦେଖିବା ପାଇଁ ପାଇବେ କେତେ ବଡ଼ ଗେଲି ବାପା ଧୋଇଲେ ବଡ଼ ଭାକୁର ମାଛ। ରହିଲି ଜୟ ଜୟ।